ଜୟ ଜଗନ୍ନାଥ। ନମସ୍କାର। ମୁଁ ସବିତା ରାଣୀ ବେହେରା, ଶ୍ରୁତି ସାନ୍ତନାର ସମ୍ପାଦିକା। ଆଜି ଶ୍ରୁତି ସାନ୍ତନାର 79ତମ ଡିଜିଟାଲ ସାହିତ୍ୟ ଆସରରେ ମୁଁ ମୋର କଥାଟିଏ ରଖୁଛି। ମୋର ଗପର ନାଁ ହେଲା ଛାଇ ଲେଉଟାଣି ବେଳ। ଗପର ଶୀର୍ଷକ ଛାଇ ଲେଉଟାଣି ବେଳ। ଦାଣ୍ଡ କବାଟଟା ଖୋଲି ମାଉସୀ ମୋତେ ଦେଖି ପଚାରିଲେ, ଆଜି ତୁମର କ'ଣ କି ଝିଅ? ସକାଳେ ଶଙ୍ଖ ହୁଳହୁଳି ଶୁଭୁଥିଲା। ମୁଁ କହିଲି, ହଁ ପରା, କାଲି ରାତିରେ ଦୂତୀବାହନ ଓଷା ଥିଲା ତ। ଏଠି ଆଉ ଗାଁ ପରି ଓଷା କରି ହେଉନି ତ ମାଉସୀ। ତେଣୁ ସେ ପନିପରିବା ସବୁରେ ଘାଣ୍ଟ ତିଆରି କରି ସକାଳେ ତାକୁ ଦିଅଙ୍କ ପାଖରେ ଭୋଗ ଲଗାଇ ଆମେ ଖାଉ। ସେହି ଘାଣ୍ଟ ତରକାରୀ ଟିକେ ଆପଣଙ୍କ ପାଇଁ ନେଇ ଆସିଛି। ଏଇ ନିଅନ୍ତୁ, ଖାଇବେ ମାଉସୀ। ଘାଣ୍ଟ ତରକାରୀକୁ ମୋ ହାତରୁ ମାଉସୀ ନେଉ ନେଉ କହିଲେ, ହଁ ହଁ ଲୋ ଝିଅ, କାଲି ବୋଝ ଓଷା ଥିଲା ତ। ଆମ ଗାଁରେ ରାତିରେ ବୋଝରେ ସବୁ ପରିବା ସଜାଡ଼ି ସମସ୍ତେ ନେଇ ଗାଁ ଦାଣ୍ଡରେ ମିଶି ପୂଜା କରୁ ସନ୍ତାନମାନଙ୍କର ମଙ୍ଗଳ ପାଇଁ। ନନା ଦୂତୀବାହନ ଓଷା ବହି ବୋଲନ୍ତି। ଭଗବାନ ଜିମୁତ ବାହନକୁ ପୂଜା କରାଯାଏ ସନ୍ତାନମାନଙ୍କର ଚନ୍ଦ୍ରଦୋଷ ଖଣ୍ଡନ ପାଇଁ। ଚିଲ ଓ ଶିଆଳର ମୂର୍ତ୍ତି ଆଙ୍କି ତୁଳସୀ, କଦଳୀ, ବାଉଁଶ କଣି ଓ ଜୁଇ ଡାଳ ପୋତି ଦୀପ ଜାଳି ଆମେ ପୂଜା କରୁ। କେଉଁଠାରେ ଏହାକୁ ପୁଅ ଜିଉନ୍ତିଆ ଓଷା ବି କୁହାଯାଏ। ଅପୁତ୍ରିକମାନେ ପୁତ୍ର ସନ୍ତାନ ପାଇଁ ମଧ୍ୟ ଏହି ପୂଜା କରନ୍ତି। ସକାଳେ ନଈ ବା ପୋଖରୀ କୂଳରେ ବାଲୁକା ପୂଜା କରି ପିଲାମାନଙ୍କର ଶୁଭ ମନାସି ଗାଁର ପିଲାଙ୍କୁ ଭୋଗ ବାଣ୍ଟି ଆମେ ଘରକୁ ଆସୁ। ଆଉ ସେ ବୋଝରୁ ସବୁ ପରିବା କାଢ଼ି ଘାଣ୍ଟ ତରକାରୀ କରି ଭୋଗ ଲଗାଇ ଉପାସି ଆଣି ଘର ଲୋକ, ଗାଁ ବନ୍ଧୁ, ସାହି ପଡ଼ିଶା ଆମେ ସମସ୍ତେ ଖାଉ। ମୁଁ ଏଠି ପୁଅକୁ କହୁଥିଲି, ଏଥର ତ ଗାଁରେ ରହିପାରିଲିନି ରେ। ତୁ ମୋତେ ଭୁବନେଶ୍ୱରକୁ ନେଇ ଆସିଲୁ ଯେ ବୋଝ ଓଷା ତ ଆଉ କିଛି କରିହେବନି। ପୁଅ କହିଲା, ଏଠି ଟାଉନ ଜାଗାରେ ଆଜିକାଲି ଆଉ ସେ ଓଷା ବ୍ରତ କିଏ କେମିତି କରିପାରୁଛି ଯେ ତୁ ଏତେ ଭାବୁଛୁ? ବହୁତ ଦିନ ତୁ ପୁନେଇ ପର୍ବ ଓଷା ବ୍ରତ କଲୁ ଗାଁରେ। ଏବେ ଆଉ କିଛି କରିବା ଦରକାର ନାହିଁ। ଉପାସ ବ୍ରତ କରି ଆଉ ଦେହକୁ କଷ୍ଟ ଦେନା। ଡାକ୍ତର କହିବା ଅନୁସାରେ ଔଷଧ ଖାଇ ଚଳ। ସତ କଥା, ଡାଇବେଟିସ୍, ବ୍ଲଡ଼ ପ୍ରେସର, ହାର୍ଟ ବେମାର ମୋତେ ଖାଇଦେଲା। ସେଇଥିପାଇଁ ତ ପୁଅ କେତେ ହନ୍ତସନ୍ତ ହେବ ମୋତେ ପାଖକୁ ନେଇ ଆସିଲା। ବୋହୂକୁ କହିଲି, ଟିକେ ଘାଣ୍ଟ ତରକାରୀ କରି ଭୋଗ କରିଦେବା। ବୋହୂ କହିଲା, ସେଗୁଡ଼ା କିଏ ଖାଇବ? ପିଲାମାନେ କି ଆମେ କେହି ଖାଉନୁ ସେ ଘାଣ୍ଟ। ପରିବାପତ୍ରର ରେଟ୍ ଯାହା ହେଲାଣି, ସେଥିରେ ଆମେ ମାଛ ମାଂସ ବି ଖାଇପାରିବା। ପିଲାମାନେ ତ ନୁଡୁଲ୍ସ, ପିଜା, ବର୍ଗର ପଛରେ ବାଇ। ମୁଁ ଖାଲି ଘାଣ୍ଟ କରିବି କାହିଁକି, ଘାଣ୍ଟି ହେବି କାହିଁକି? କିନ୍ତୁ ପୂଜା ହୋଇଥିବା ଗଜା ମୁଗ, ଗଜା ବୁଟ, ନଡ଼ିଆ ଓ ବିଭିନ୍ନ ପନିପରିବା ମିଶା ଘାଣ୍ଟର ଯେଉଁ ସୁଆଦ, ତାକୁ ପୁଣି ସାଇ ପଡ଼ିଶାରେ ଘର ଘର ବୁଲି ବାଣ୍ଟିବାରେ ଯେଉଁ ଖୁସି, ସେ ଆତ୍ମତୃପ୍ତି, ସେ କଥା ମୁଁ ବା ଆଉ କାହାକୁ କେମିତି କହିବି କହିଲୁ? ହଉରେ ମା, ଯାହା ହେଉ ତୁମେ କିଛିଟା ପୂଜାପାଠ ବିଧିବିଧାନ କରି ଆମ ଓଡ଼ିଆ ପରମ୍ପରାକୁ ଯେନ ତେନ ବଞ୍ଚେଇ ରଖିଛ, ସେତକ ବଡ଼ କଥା। ପୁଅ ବୋହୂ ଘରେ ତ 2 ଦିନିଆ କୁଣିଆ ହୋଇକି ଆସିଛି। କାହିଁକି କେଉଁ କଥାରେ ମୁଁ ଜୋର କରିବି ଯେ? ହଁ, କେହି ଖାଉ କି ନ ଖାଉ, ମୁଁ କିନ୍ତୁ ଖୁସିରେ ଖାଇବି। ପୁଅ କହୁଥିଲା ପାନ୍ଥ ନିବାସରୁ ମଗାଇବ ବୋଲି ଘାଣ୍ଟ ତରକାରୀ ମୋ ପାଇଁ। ମାଉସୀଙ୍କ ମୁହଁରେ ସେ ଖୁସି ଖୁସି ଭାବ ମୁଁ ଭାବୁଥିଲି। ଆମେ ଓଡ଼ିଆ ଘରର 12 ମାସର 13 ପର୍ବକୁ ପାଳନ କରନ୍ତି କ'ଣ କେବଳ ଖାଇବା ପାଇଁ? ନା ସେଇ ଖାଇବା ଓ ଖୁଆଇବା, ପିନ୍ଧିବା ଓ ପିନ୍ଧେଇବା ଭିତରେ ଯେଉଁ ଭାବଗତ ବନ୍ଧନର ଭାବ ଉଚ୍ଛ୍ୱାସ ଥାଏ, ଭାଇଚାରାର ଆତ୍ମୀୟତା ଭରା ସ୍ପର୍ଶ ଥାଏ, ପରିବାରର ମଙ୍ଗଳ କାମନା କରିବାର ଆସ୍ପୃହା ଥାଏ, ଆଜିକାଲି କ'ଣ ହୋଟେଲରୁ ମଗେଇକି ଖାଇବାରେ ତାହା ସବୁ ମିଳିବ? ମାଉସୀଙ୍କ ବୋହୂ ଏହା ଭିତରେ ଘାଣ୍ଟ ତରକାରୀକୁ ଅଜାଡ଼ି
ପାତ୍ରଟିକୁ ସଫା କରି ସେଥିରେ କେକ୍ 2 ଖଣ୍ଡ ଦେଇ କହିଲେ, ଅପା, ପୁଅର ଜନ୍ମଦିନ କାଲି ଏକ୍ସପ୍ଲାନେଡ୍ ମଲ୍ରେ ପାଳନ ହୋଇଥିଲା। ତୁମ ପାଇଁ ମୁଁ କେକ୍ 2 ଖଣ୍ଡ ଆଣିଥିଲି, ଖାଇବ। ମୋ ଶାଶୁ ପଚାରୁଥିଲେ, ଘରେ ଠାକୁର ପାଖରେ ଶିରିଣି ଭୋଗ କରିଥିଲୁ କି? କହିଲେ, ଅପା, ଆଜିକାଲି ପିଲାମାନେ କ'ଣ ଶିରିଣି ଭୋଗ ଖାଇବେ? ମୁଁ ମାଉସୀଙ୍କ ମୁହଁକୁ ଅନାଇଲି। କେମିତି ଏକ କାନ୍ଦ କାନ୍ଦ ଭାବନାକୁ ସେ ଜୋର କରି ଚାପି ରଖୁଥିଲେ ଯେମିତି। ଘରକୁ ଆସି ଭାବିଲି, ହଁ, ଆଜି ଆମ ପରମ୍ପରା, ସଂସ୍କୃତି, ପର୍ବପର୍ବାଣୀ ସବୁକୁ ଏମିତି ଏକ କାନ୍ଦ କାନ୍ଦ ଭାବର କୁହୁଡ଼ି ଯେମିତି ଘେରି ଯାଉଛି। ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ଓ ଅନୁକରଣରେ ଆମେ ସବୁ ମସଗୁଲ। ଆମର ନୂଆବର୍ଷ, ଜନ୍ମଦିନ, ବିବାହ କର୍ମ, ଶୁଦ୍ଧିକର୍ମ ଓ ବିଭିନ୍ନ ସାମାଜିକ ପର୍ବ ସବୁ କେମିତି ଭିନ୍ନ ରଙ୍ଗ, ଭିନ୍ନ ଭାବନାରେ ଆମ ନିଜସ୍ୱ ଢଙ୍ଗକୁ ପରିବର୍ତ୍ତିତ କରିଦେଉଛି। ଆଜିକାଲିର ଦ୍ୱାହି ଦେଇ ଆମେ ସୁବିଧାବାଦୀ, ସହଜପନ୍ଥୀ ଓ ଆତ୍ମସର୍ବସ୍ୱ ହୋଇପଡ଼ୁଛୁ। ତେବେ ତେବେ ଆମର ପରପିଢ଼ି ପାଇଁ ଆମେ କି ସନ୍ଦେଶ ରଖିଯାଉଛୁ ଯେ? ସମ୍ପୂର୍ଣ୍ଣ ଭାବେ ବର୍ତ୍ତମାନ ସର୍ବସ୍ୱ ହୋଇ ଆମେ ସମସ୍ତେ ଏକ ଛାଇ ଲେଉଟାଣି ବେଳକୁ ସାମ୍ନା କରୁଛୁ ସିନା। ନମସ୍କାର। ଜୟ ଜଗନ୍ନାଥ।